ମୁଁ ଜଣକୁ ବହୁତ ଭଲ ପାଉଥିଲି। ପାଖାପାଖି 8 ବର୍ଷର ଆମ ସମ୍ପର୍କ। ତା ସହ ବିତେଇଥିବା ସବୁ ସ୍ମୃତି ଏବେ ବି ମୋ ଆଖି ଆଗରେ ଜ୍ୱଳନ୍ତ ଦୃଶ୍ୟମାନ। ପଇସା ରୋଜଗାର କରିବା ପାଇଁ ମୁଁ ଆନ୍ଧ୍ରପ୍ରଦେଶ ଆସିଥାଏ। ହଠାତ୍ ତାର ନମ୍ବର ସୁଇଚ୍ ଅଫ୍ ଆସିଲା। ମୁଁ 1000 ଚେଷ୍ଟା କରିଛି ତା ସହ 2 ପଦ କଥା ହେବା ପାଇଁ, ତାର କଣ୍ଠସ୍ୱର ଥରେ ଶୁଣିବା ପାଇଁ, ତାର ଭଲ ମନ୍ଦ ବୁଝିବା ପାଇଁ, କିନ୍ତୁ ମୁଁ ଅସମର୍ଥ ହେଲି। 1000 ଚେଷ୍ଟା ମୋର ବିଫଳ ହେଲା। ଦିନେ ଖବର ପାଇଲି କି ତାର ବାହାଘର ହୋଇଯାଇଛି। ତାର ପରିବାର ଲୋକ କ'ଣ କଲେ କି ଜାଣି ସେ ମୋତେ ଛାଡ଼ି ଆଉ କାହା ହାତ ଧରି ନେଲା। ଏବେ ମୁଁ ସମ୍ପୂର୍ଣ୍ଣ ଏକୁଟିଆ। ମୁଁ ଚାହିଁକି ବି ତାକୁ ଭୁଲି ପାରୁନି। ତା କଥା ମୋର ବାରମ୍ବାର ମନେ ପଡ଼ୁଛି। ତାର ସ୍ମୃତି ମୋତେ ପାଗଳ କରୁଛି। ଏକଥା ଜାଣିବା ପରେ କି ସେ ଆଉ କାହାର, ତଥାପି ତା ସହ କଥା ହେବାକୁ ଇଚ୍ଛା ହେଉଛି। କ'ଣ କରିବି କିଛି ବି ଜାଣିପାରୁନି। ଏମିତି ଜଣେ ବନ୍ଧୁ ପଚାରିଛନ୍ତି, ସେ କ'ଣ କଲେ ସେହି ଝିଅ ସହ ପୁଣି ଥରେ କଥା ହୋଇପାରିବେ? ସିଏ ଏକଥା ଜାଣିବାକୁ ଚାହାନ୍ତି। ଗୋଟିଏ କଥା କହିବି, ଯାହା ସହ ଘଟିଥାଏ ନା, କେବଳ ସିଏ ହିଁ ଜାଣିଥାଏ ତାକୁ କେତେ କଷ୍ଟ ହେଉଛି। ଶୁଣିବା ଲୋକ ତ କେବଳ ଆଶ୍ୱାସନା ଦେବା ବ୍ୟତୀତ ଆଉ କିଛି ବି କରିପାରିନଥାଏ। ଯଦି ମୋତେ ପଚରାଯାଏ ନା, ତେବେ ମୁଁ ଶୁଖିଲାରେ କହିଦେବି, ଭାଇ ତାକୁ ଭୁଲିଯାଅ। କିନ୍ତୁ ଯେତିକି ମୋ ପାଇଁ କହିବାଟା ସହଜ, ସେତିକି ତାଙ୍କ ପାଇଁ କରିବା ସହଜ ନୁହେଁ। ତଥାପି ମୁଁ ସେହି କଥାରେ ଅଟଳ, ଭାଇ ତୁମେ ତାକୁ ଭୁଲିଯାଅ। ଏମିତି କହିବା ପଛରେ କାରଣ ବି ଅଛି। ଏବେ ସେ ଆଉ କାହାର। ଯଦି ତୁମେ ତା ସହ କଥା ହେବାରେ ସଫଳ ବି ହୋଇଗଲ ନା, ତେବେ ସେ 3ଟି ପରିବାରକୁ ଧୋକା ଦେବ। ପ୍ରଥମେ ଏବେ ଯେଉଁ ପରିବାରର ବୋହୂ ଅଟେ, ଦ୍ୱିତୀୟ ଯେଉଁ ପରିବାରର ଝିଅ ଅଟେ, ଏବଂ ସ୍ୱାମୀକୁ ଧୋକା ଦେଇ ତୁମ ସହ କଥା ହେବାର ମାନେ ଅନ୍ୟ ଅର୍ଥରେ ତୁମକୁ ବି ଧୋକା ଦେବ। ଏତେ ଲୋକ କଷ୍ଟ ପାଇବା ଅପେକ୍ଷା ଜଣେ ଦୁଃଖ କଷ୍ଟ ପାଇଯିବା ଭଲ। ଏକୁଟିଆ ରହିବା ବି ବେଳେ ବେଳେ ବରଦାନ ଭଳି କାମ କରିଥାଏ। ଆମେ ଏକୁଟିଆ ଯେଉଁ କାମକୁ ବିନା କୌଣସି ଦ୍ୱିଧାରେ କରିପାରିବା, ତାହା କାହା ସହ ରହି କରିବା ସହଜ ନୁହେଁ। ଭାବି ନିଅନ୍ତୁ, ଆପଣ କେଉଁଠି ଚାକିରି କରିଛନ୍ତି। ଯଦି ସମ୍ପୂର୍ଣ୍ଣ ଫୋକସ୍ କାମରେ ରୁହେ, ତେବେ ସେହି ପର୍ଟିକୁଲାର ଚାକିରିରେ ଆପଣଙ୍କୁ ପ୍ରମୋସନ୍ ମିଳିବା ସୁନିଶ୍ଚିତ ହୋଇଯାଏ। ଆଉ ଯଦି ଡିଷ୍ଟ୍ରାକ୍ସନ୍ ରୁହେ, ତେବେ ମଣିଷ ଭିତରୁ ଜୁଝି ହୋଇଯାଏ। କାରଣ ମଣିଷ କୌଣସି ନିର୍ଦ୍ଦିଷ୍ଟ କାମକୁ ଯେତେ ନିଷ୍ଠାର ସହ ଏକୁଟିଆ କରିପାରିବ ନା, ତାହା କାହା ସହ ରହିକି କରିପାରିବନି। ମଣିଷର ପୁରୁଣା ପ୍ରକୃତି, ଯାହା ମନେ ରଖିବା କଥା ତାକୁ ବାରମ୍ବାର ଭୁଲିଯାଏ, ଏବଂ ଯାହା ଭୁଲିଯିବା କଥା ତାକୁ ବାରମ୍ବାର ମନେ ପକାଇ ହୁଏ। ମଣିଷକୁ ଅଭାବ ଦୃଢ଼ ଅନୁଶାସନର। ମଣିଷ ଯେଉଁ ଦିନଠାରୁ ନିଜେ ନିଜକୁ ଶାସନ କରିବା ଶିଖିଯିବ, ସେହି ଦିନଠାରୁ ତାକୁ କେହି ହରାଇ ପାରିବେ ନାହିଁ। ନିଜକୁ ଶାସନ କରିବାର ଅର୍ଥ ନିଜ ଶରୀରକୁ ଆଘାତ କରିବା ନୁହେଁ, ବରଂ ନିଜ ମନକୁ ନିୟନ୍ତ୍ରଣ କରିବା। ମନକୁ ବହୁତ ଜିନିଷ ଦରକାର। ତାକୁ କେବେ ମଦ ଦରକାର, ତାକୁ କେବେ ସିଗାରେଟ ଦରକାର, ତ ତାକୁ କେବେ ପ୍ରେମ ଦରକାର, ତ ପୁଣି କେବେ ପ୍ରେମରେ ଢେର ସାରା ଆଶା ବି ଦରକାର। ଆଶା ପୂରଣ ନହେଲେ ମନ କଷ୍ଟ ପାଇଥାଏ, ଆଉ ମନ କଷ୍ଟ ପାଇଲେ ଶରୀର ଦୁର୍ବଳ ହୋଇଯାଏ। ସହଜ ଲାଗୁଥିବା କାର୍ଯ୍ୟ କଷ୍ଟ ହୋଇଯାଏ। ଯେତେବେଳେ କେହି ଛାଡ଼ିକି ଚାଲିଯାଏ ନା, ଆମେ ଦୁଃଖରେ ସମୟ କାଟେ, ହ୍ୱାଟ୍ସଆପ୍ରେ ସ୍ୟାଡ୍ ଷ୍ଟାଟସ୍ ପକାଏ, ୟୁଟ୍ୟୁବରେ ସେଇ ଟାଇପ୍ର କଣ୍ଟେଣ୍ଟ ସର୍ଚ୍ଚ କରେ। କାରଣ ମନ ଭିତରେ ଏହି ଆଶଙ୍କା ଥାଏ କି କେମିତି ବି କରିକି ତା ପାଖରେ ମୋ ଖବର ପହଞ୍ଚୁ କି ମୁଁ କେତେ ଦୁଃଖରେ ଅଛି। ଯେତେବେଳେ କି ସାମ୍ନା ଲୋକଙ୍କୁ ଏମିତି ବି କିଛି ଫରକ ପଡ଼େନି। ସ୍ୱାର୍ଥପର ଦୁନିଆରେ ନା, ସମସ୍ତେ ନିଜ ପାଇଁ ବଞ୍ଚୁଛନ୍ତି। କାହା ପାଖରେ ଏଠି ସମୟ ହିଁ ନାହିଁ ଆଉ ଆପଣଙ୍କ ବିଷୟରେ ଚିନ୍ତା କରିବାକୁ। ଥରେ ନିଜ କଥା ଭାବିକି ଦେଖ। ତୁମକୁ କେହି ଧୋକା ଦେଲା କି ଦୁଃଖ ଦେଲା, ଆଉ ତୁମେ ଭାଙ୍ଗି ପଡ଼ିଲ। କେବେ ବି ବାପା ମା କି ତୁମ ଉପରେ ନିର୍ଭର ରହୁଥିବା ଲୋକଙ୍କ ବିଷୟରେ କିଛି ବି ଭାବିଲ ନାହିଁ। ବାସ୍ ମନ ଭାଙ୍ଗିଗଲା ଆଉ ତୁମେ ବି ଭାଙ୍ଗି ପଡ଼ିଲ। ତୁମେ ତୁମର କର୍ତ୍ତବ୍ୟରୁ ଓହରି ପଡ଼ିଲ।
गोटे कथा कहबी प्रकृति रे केही छाड़िकी गले आमे एथिपाई दुखी होई जाए कि ता बिना आमे एकुटिया होई गले जिते बेले कि छाड़िकी जाइथिबा मनुष्य मनरे टिकिए हेले भी अवशोष न थाए जहा पाई आमे किछि भी नही तांकु आमे सबुठारु निजर भाबिबाटा ही आमर सबुठारु बड़ मूर्खामी। भिडियोर अंतरे एतिकी कहबी केही तुम खुशीर कारण नुहे तुमे निजे तुम खुशीर कारण सेथिपाई निजको खुशी करबाकू कारण खोज किए धोखा देइची किए दुख देइची ए विषय अधिक चिंता करे वर्तमान को दुख रे भर नाही तुमे जीतिबाटा तांको पाई बेस्ट रिवेंज जी तुमको केबे धोखा देइथिले बा जी तुमको दुख रे देखी खुशी हेउथिले। जय जगन्नाथ, जय श्री कृष्ण, धन्यवाद।